ଆଜି ଆପଣଙ୍କ ଶକ୍ତି ସ୍ତରରେ ଉଲ୍ଲେଖନୀୟ ବୃଦ୍ଧି, ଉଚ୍ଚ ଉତ୍ସାହ, ମାନସିକ ସ୍ପଷ୍ଟତା ଦେଖିବେ। ଏହି ଜୀବନଶକ୍ତିକୁ ଉତ୍ପାଦକ କାର୍ଯ୍ୟରେ ଲଗାଇ ବହୁତ କିଛି ହାସଲ କରିପାରିବେ। ଆଜି ଆପଣଙ୍କ ଭିତରେ ଚିନ୍ତନଶୀଳ ଭାବନା ରହିବ, ଯାହା ଗମ୍ଭୀର କିନ୍ତୁ ଆଶାବାଦୀ ଦୃଷ୍ଟିକୋଣ ଆଣିବ। ଏହି ଆନ୍ତରିକ ଅବସ୍ଥା ଅଭିବୃଦ୍ଧିକୁ ପୋଷଣ କରେ, ଆତ୍ମବିଶ୍ୱାସକୁ ବିକଶିତ ହେବାକୁ ଦିଏ। ନିଜକୁ ଅଧିକ ବିସ୍ତାର କରିବାଠାରୁ ଦୂରେଇ ରୁହନ୍ତୁ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ମଧ୍ୟାହ୍ନ 12:00 ରୁ 1:30 ମଧ୍ୟରେ ସମୟ ଅନୁକୂଳ। ବେଗି ରଙ୍ଗକୁ ଶୁଭ ରଙ୍ଗ ଭାବରେ ଗ୍ରହଣ କରନ୍ତୁ। ଭାରସାମ୍ୟ ଏବଂ ସ୍ଥିରତା ପାଇଁ ନୀଳ ନୀଳମଣି ବା ସାତମୁଖୀ ରୁଦ୍ରାକ୍ଷ ପାଖରେ ରଖନ୍ତୁ। ସାମାଜିକ ପ୍ରତିକ୍ରିୟା ମଧ୍ୟ ଅସାଧାରଣ ସହଜତା ଓ ସ୍ନେହରେ ପ୍ରବାହିତ ହେବ। ଏହି କଲ୍ୟାଣର ତରଙ୍ଗକୁ ସମ୍ପୂର୍ଣ୍ଣ ଭାବରେ ଗ୍ରହଣ କରନ୍ତୁ। ଆଭ୍ୟନ୍ତରୀଣ ସନ୍ତୁଳନ ଓ ଗଭୀର ଶାନ୍ତି ଫେରାଇ ଆଣିବାକୁ ସାତଚକ୍ର ବ୍ରେସଲେଟ୍ କିମ୍ବା ଆମେଥିଷ୍ଟ ଟମ୍ବଲ ସହାୟକ ଶକ୍ତି ଦେଇପାରିବ। ଆଜି ଆପଣଙ୍କ ଆର୍ଥିକ ବିଷୟରେ ସାବଧାନ ରୁହନ୍ତୁ। ଅପ୍ରତ୍ୟାଶିତ ବିଳମ୍ବ ବା ଉତ୍ଥାନ ପତନ ସମ୍ଭବ। ଅବିଚାରିତ ଖର୍ଚ୍ଚ ନିଷ୍ପତ୍ତିରୁ ଦୂରେଇ ରୁହନ୍ତୁ। ଆର୍ଥିକ କାରବାରରେ ରକ୍ଷଣଶୀଳ ଆଭିମୁଖ୍ୟ ଗ୍ରହଣ କରନ୍ତୁ। ବର୍ତ୍ତମାନର ଦାୟିତ୍ୱ ଉପରେ ଧ୍ୟାନ ଦେବା ଏବଂ ଚ୍ୟାଲେଞ୍ଜଗୁଡ଼ିକୁ ଚତୁରତାର ସହିତ ପରିଚାଳନା କରିବାର ଦିନ। ସ୍ଥିର ପ୍ରଗତି ଆପଣଙ୍କ ପାଇଁ ଶ୍ରେଷ୍ଠ ରଣନୀତି। ସ୍ଥିରତା ଏବଂ ଜ୍ଞାନୀ ଆର୍ଥିକ ପସନ୍ଦ ପାଇଁ ପାଇରାଇଟ୍ ବ୍ରେସଲେଟ୍ କିମ୍ବା ସିଟ୍ରିନ୍ ପେଣ୍ଡାଣ୍ଟ ଶକ୍ତି ବିଚାର କରନ୍ତୁ। ଆଜି ଆପଣଙ୍କ ପ୍ରେମ ସମ୍ପର୍କରେ ବିଶ୍ୱାସ ଏବଂ ସ୍ପଷ୍ଟ ଯୋଗାଯୋଗକୁ ମଜବୁତ କରନ୍ତୁ। ଯଦି ମୂଳଦୁଆ ଦୁର୍ବଳ ଲାଗେ, ତେବେ ତାହାକୁ ସକ୍ରିୟ ଭାବରେ ସମାଧାନ କରିବା ଗୁରୁତ୍ୱପୂର୍ଣ୍ଣ। ପ୍ରିୟଜନଙ୍କ ସହିତ ହୃଦୟରୁ କଥାବାର୍ତ୍ତା ପାଇଁ ସମୟ ଦିଅନ୍ତୁ। ଅକଥନୀୟ ଚିନ୍ତାକୁ ଧୀରେ ଧୀରେ ପ୍ରକାଶ କରି ସ୍ପଷ୍ଟତା ବଢ଼ାନ୍ତୁ। ଭାବନାତ୍ମକ ସନ୍ତୁଳନ ଏବଂ ପ୍ରେମ ସମ୍ପର୍କ ପାଇଁ ମୁନଷ୍ଟୋନ୍ ପେଣ୍ଡାଣ୍ଟ କିମ୍ବା ରୋଜ୍ କଟଜ୍ ବ୍ରେସଲେଟ୍ ସହାୟକ ଶକ୍ତି ଦେଇପାରିବ। ଆଜି ନେତୃତ୍ୱ ପାଇଁ ଆପଣଙ୍କ ଆକାଂକ୍ଷା ଶକ୍ତିଶାଳୀ, ସ୍ୱପ୍ନରୁ କାର୍ଯ୍ୟକୁ ଆଗେଇ ନେବ। ବର୍ତ୍ତମାନର ପ୍ରକଳ୍ପଗୁଡ଼ିକୁ ସଠିକ୍ ସମୟରେ ସମାପ୍ତ କରିବାକୁ ସମ୍ପୂର୍ଣ୍ଣ ସମର୍ପଣ କରନ୍ତୁ। ନେତୃତ୍ୱ ଦକ୍ଷତା ଉନ୍ନତ କରିବା ପାଇଁ ଓ ଅଧିକ ଦାୟିତ୍ୱ ଆବଶ୍ୟକ କରୁଥିବା ପରିସ୍ଥିତିକୁ ସାମ୍ନା କରିବା ପାଇଁ ସୁଯୋଗ ଖୋଜନ୍ତୁ। କାର୍ଯ୍ୟନୀତିକ ଯୋଜନା ଅଧିକ ପ୍ରଭାବଶାଳୀ। କାର୍ଯ୍ୟକ୍ଷେତ୍ରରେ ଆତ୍ମବିଶ୍ୱାସ ଓ ଦୃଢ଼ତା ବଢ଼ାଇବାକୁ ଟାଇଗର ଆଇ ପେଣ୍ଡାଣ୍ଟ କିମ୍ବା ରେଡ୍ ଜାସ୍ପର ବ୍ରେସଲେଟ୍ ସହାୟକ ଶକ୍ତି ଦେବ।